ପଢ଼ିଲି ଆନନ୍ଦରେ ଗଛରେ ପାଚିଲା ଆମ୍ବ ଖାଉଛି। ସେ ମୂଷା ଓ ପିମ୍ପୁଡ଼ିର ମନ କଥା ଜାଣିପାରିଲା ଏବଂ ଗଛରୁ କେତେକ ପାଚିଲା ଆମ୍ବ ତଳକୁ ପକାଇଦେଲା। ଭୋକିଲା ପିମ୍ପୁଡ଼ି ଓ ପାଚିଲା ଆମ୍ବ ଗୁଡ଼ିକୁ ପେଟ ପୂରା ଖାଇଲି ଏବଂ ମାଙ୍କଡ଼କୁ ପ୍ରଶଂସା କରି ଘରକୁ ଫେରିଗଲେ। କିଛି ଦିନ ପରେ ସେମାନେ ପୁଣି ସେହି ବାଟ ଦେଇ ଖାଦ୍ୟ ଅନ୍ୱେଷଣରେ ଯାଉଥାନ୍ତି। ଦେଖିଲି ଦୁଷ୍ଟ କାକ ମାଙ୍କଡ଼କୁ ଈର୍ଷା ପରବଶ ହୋଇ ତାକୁ ଖୁମ୍ପିବାକୁ ଉଦ୍ୟମ କରୁଛି। ମୂଷା ଓ ପିମ୍ପୁଡ଼ି ମାଙ୍କଡ଼ର ଉପକାର ଭୁଲି ନଥିଲେ। ସେମାନେ ମାଙ୍କଡ଼କୁ କାଉ ମୁହଁରୁ ବଞ୍ଚାଇବା ପାଇଁ ଏବଂ କାଉକୁ ଉଚିତ ଶିକ୍ଷା ଦେବା ପାଇଁ ପରଦିନ ଆମ୍ବ ଗଛ ଉପରେ ଛପି ବସିଥିଲେ। ଯେତେବେଳେ କାଉ ଆସି ଆମ୍ବ ଗଛରେ ବସିଲା, ସେତିକିବେଳେ ଦୁହେଁ ତାର ଗୋଡ଼କୁ କାମୁଡ଼ି ଦେଲେ।